ଗୋଟେ ମାସ ଭିତରେ ମତେ 1,20,000 ଟଙ୍କା ଇନକମ୍ କରିବାର ଅଛି, ଆଉ ତାହା ପୁଣି ଆମ ଇଲେକ୍ଟ୍ରି ଦୋକାନ। ଆଜି ହେଉଛି ମୋର ପଞ୍ଚମ ଦିନ। ସକାଳୁ ଗାଧୋଇ ପାଧୋଇ ଦୋକାନ ଯିବା ପାଇଁ ରେଡି ହେଇଗଲି। ଘରେ ଆଜି ବଡି ପରା ହେଇଥିଲା। ଭାବିଲି କଣ ମୁଁ ବଡି ଖାଇ ଦୋକାନ ଯିବି ନା କଣ? ନାଇଁ ନାଇଁ ନାଇଁ, ଇଡଲି ତରକାରୀ ଖାଇକି ମୁଁ ଦୋକାନ ପଳେଇ ଆସିଲି। ଆଜି ଦୋକାନକୁ ଆସୁ ଆସୁ ପ୍ରଥମ ବେପାର ଅନୁକୂଳ ହୋଇଗଲା। ପୁଣି ପଛକୁ ପଛ କଷ୍ଟମର ଆସି ଚାଲିଲେ। ଆଜି ସକାଳ ବେଳା ଭଲ କଷ୍ଟମର ଦୋକାନକୁ ଆସୁଥିଲେ। ତାପରେ ମୁଁ ଠାକୁରଙ୍କୁ ପୂଜା କରି ଖାତାରେ ତାରିଖ ଓ ମହାବୀରଙ୍କ ନାମ ଲେଖି ଆଜି ଦିନରେ ଯାହା ବେପାର ହେଇ ଆଜି ଦୋକାନ ଖୋଲୁ ଖୋଲୁ 4 ଜଣ କଷ୍ଟମର ଆସିଥିଲେ। ଆଜି ସୋମବାର, କାଲି ହଉଛି ମଙ୍ଗଳ। କାଲି ମୋର କଟକରୁ ମାଲ ଆସିବାର ଅଛି, ତାଙ୍କୁ ଲିଷ୍ଟ କରି ପଠେଇଦେଲି। ଆଉ 2 ବେଳେ ଦୋକାନ ବନ୍ଦ କରି ମୁଁ ଘରକୁ ଆସି ଖାଇ ପିଇ ସାରି ସନ୍ଧ୍ୟା 5ଟାରେ ଯାଇ ଦୋକାନ ଖୋଲିଲି। ସନ୍ଧ୍ୟାରେ ବି ଭଲ କଷ୍ଟମର ଆସୁଥିଲେ। ମୁଁ ଜଲ୍ଦି ଜଲ୍ଦି ସମସ୍ତଙ୍କୁ ଜିନିଷ ଦଉଥିଲି। ସାନ ଭାଇ ଆଜି ଭେଜ ଚାଉମିନ ନେଇକି ଆସିଲା। 2 ଜଣ ସାଙ୍ଗ ହେଇକି ଖାଇଲୁ। ପୁଣି ତାପରେ ବେପାର କରିଲୁ। ରାତି 9:30 ପର୍ଯ୍ୟନ୍ତ ଆଜି ଦୋକାନ ଖୋଲା ରଖିଲୁ। ଆଜିର ବେପାର ହେଉଛି 7,830 ଟଙ୍କା।